ଜଗନ୍ନାଥ। ଛୁଆଟା ଭଲ କଥା ମନେ ରଖ। ଆଜି ଆଲୋଚନା କରିବା ଆଗକୁ ମଡ଼କ। ଲୋକ କହନ୍ତି ତତେ ମଡ଼କ ପଡ଼ୁରେ, ତତେ ଚଡ଼କ ପଡ଼ୁରେ, ଏମିତି ସବୁ କହନ୍ତି ନା। ଚଡ଼କ ମାନେ ତ କ'ଣ ନା ବଜ୍ରପାତରେ ଯାହାକୁ ଯେଉଁମାନେ ମରନ୍ତି ତାକୁ ଚଡ଼କ ବୋଲି କୁହନ୍ତି। ମଡ଼କ ପଡ଼ୁ ଯେତେବେଳେ ଜଗତରେ ମରୁଡ଼ି ହୁଏ ବା ଦୁର୍ଭିକ୍ଷ ପଡ଼େ, ଲୋକ ଖାଇବାକୁ ପାଆନ୍ତି ନାହିଁ, ସେ ସମୟକୁ ଗାଁ ଗାଉଁଲିରେ କହନ୍ତି କ'ଣ, ଆରେ ଜଗତରେ ମଡ଼କ ପଡ଼ିଲା। ବୁଝିହେଉଛି। ତେଣୁ ସମୟଟା ଗୋଟେ ହେଉଛି କ'ଣ ଗଢ଼ିଛନ୍ତି ମୁହୂର୍ତ୍ତ। ମଡ଼କ ମହାପୁରୁଷ କହିଛନ୍ତି ପଡ଼ିବ ମାନେ ପଡ଼ିବ, ଦୁର୍ଭିକ୍ଷ ପଡ଼ିବ। କିନ୍ତୁ କିମ୍ଭୀର ନେଇ ମଝି ନଈରେ କଲାଣି, ଲୋକଙ୍କର ବର୍ତ୍ତମାନ ନିଦ ଭାଙ୍ଗି ନାହିଁ କି ଆଗକୁ ମଧ୍ୟ ଭାଙ୍ଗିବ ନାହିଁ। କାହିଁକି? ଧର୍ମ ଥିବା ହେତୁ ମଣିଷଙ୍କର ଚେତନା ସତ୍ତାଟା ଟିକେ କାମ କରେ। ବର୍ତ୍ତମାନ ଲୋକ ଆଉ ଧର୍ମକୁ ବିଶ୍ୱାସ ସେତେ ନାହିଁ, ବର୍ତ୍ତମାନ ଧନ ଉପରେ। ରାତି ପାଇଲେ ସକାଳେ ହେଲେ କୋଉଠୁ ପଇସା ଆସିବ। ସେତେବେଳେ ଥିଲା ସକାଳୁ ଉଠିଲେ କ'ଣ ଥିଲେ ଲୋକମାନେ ଟିକେ ନାକୁ ପ୍ରଭୁ ଠାକୁର ନେଇକି ମୁଣ୍ଡିଆ ମାରୁଥିଲେ। ବର୍ତ୍ତମାନ ସକାଳୁ ଲୋକ ଗାଧଉଥିଲେ, ବର୍ତ୍ତମାନ ସକାଳୁ ଗାଧଉନାହାନ୍ତି, 12ଟାରେ 1ଟାରେ ଏମିତି ଗାଧଉଥିଲେ। କିନ୍ତୁ ସେ ସମୟରେ ଲୋକମାନଙ୍କ ପାଖରେ ଏତେ ହିଂସାବାଦ ନଥିଲା। ତମେ ଦେଖ 30 ବର୍ଷ ଖଣ୍ଡେ ହବ ସେଇଠୁ ଲୋକଙ୍କ ଭିତରେ ହିଂସା ବାଦ କପଟ ଅତ୍ୟଧିକ ହେଇଗଲା। କାହିଁକି? ଧନ ସକାଶେ। ଯେତେବେଳେ ଦୁଃଖରେ ଥିଲେ ସେତେବେଳେ ପ୍ରଭୁଙ୍କୁ ଟିକେ ଚିନ୍ତା କରୁଥିଲେ, ଯେତେବେଳେ ସୁଖ ଟିକେ ଉଦୟ ହେଇଗଲା ଆଉ ପ୍ରଭୁଙ୍କ କଥା ମନେ ପଇଲା ନାହିଁ। ଇଏ ପାପ ଭାରା ଦେଖି ବସୁଧା ବିକଳ ହବ। ମହାପୁରୁଷ କୁହନ୍ତି ଜଗତରେ ମଡ଼କ ପଡ଼ିବ। ଦ୍ୱିତୀୟତରେ ତମେ ବିଚାର କର, ବିଜ୍ଞାନ ଯୁଗ, ବର୍ତ୍ତମାନ ଜଳବାୟୁର ମଧ୍ୟ ପରିବର୍ତ୍ତନ ଘଟୁଛି। ଜଳବାୟୁର ପରିବର୍ତ୍ତନ ଘଟିଲେ ବର୍ଷା ଯେତିକି ହେବା କଥା ତାଠୁ କମ୍ ହୁଏ, ସଂସାରରେ ମଧ୍ୟ ମରୁଡ଼ି ହେବ, ଖାଦ୍ୟ ଅଭାବ ହେବ, ଖାଇବା ପାଇଁ ଲୋକ ମଧ୍ୟ ମରିଯିବେ ବହୁତ। ବୁଝିହେଉଛି ନା। ତେଣୁ ଆଉ ଗୋଟେ କଥା ମନେ ରଖିଥାଅ, ପ୍ରଭୁ କପଟ କରିବେ। ମଣିଷ ପାଖେ କିଛି ନଥିଲେ ଚାଉଳ ଗୁଣ୍ଡେ ଥାଉ ମଣିଷ ବଞ୍ଚିଯିବ। ସେ ପ୍ରଥମ କ'ଣ କରିବେ, ଚାଷୀ କୂଳଟାକୁ ଆସିଦେବେ। ଚାଷ ନହେଲେ କ'ଣ ଖାଇବେ? ବୁଝିହେଉଛି। ତେଣୁ ସେ ଯେଉଁ ମଡ଼କ ପଡ଼ିଗଲା ପରେ କାହାକୁ ବିନାଶ କରିବେ ତାକୁ ମଧ୍ୟ ଖୋଲିକି କହିଛନ୍ତି। ଆଗ ଚାଷ ନଷ୍ଟ ହେବ। ଚାଷ ନଷ୍ଟ ନହେଲେ ପେଟ ପାଇଁ ବ୍ରହ୍ମାଣ୍ଡ ନାଟ ନା। ପେଟ ପୁଡ଼ିଗଲା ପରେ ଖାଇବାକୁ ନ ପାଇଲେ ଆଉ ବଳ ଦର୍ପ ଗର୍ବ କାହାର ରହିବ? ସେ ଟଙ୍କା ସୁନାର କ'ଣ ମହତ୍ଵ ରହିବ? କିଛି ରହିବ ନାହିଁ। ମହାପୁରୁଷ ତାରି ଉପରେ କହିଲେ ଘୋର କଳିକାଳ ଥୟ ନ ରହିବ, ପ୍ରାଣୀ ହେବେ କୁଆ ଭୁଆ, ପୂର୍ବ ସମୁଦ୍ରରୁ ଲବଣ ଉଠିବ କମ୍ପିବ ପ୍ରାଣୀ କହିଆ। କହିଲେ ଯେ ରାମ ମନେ ରଖ, ଘୋର କଳିକାଳ ଥୟ ନ ରହିବ, ପାପ ପୁରିଯିବ ସଂସାର ଅରାଜକ ହେଇଯିବ, କେହି କାହାକୁ ମାନିବେ ନାହିଁ। ପ୍ରାଣୀ ହେବେ କୁଆ ଭୁଆ, ଯୁଆଡ଼େ ଦେଖିବ ଖାଲି ମଣିଷ ଲୋକ ମାଳ ମାଳ। ବୁଝିହେଉଛି। ସେତେବେଳେ କ'ଣ ହବ? ପୂର୍ବ ସମୁଦ୍ରରୁ ଲବଣ ଉଠିବ କମ୍ପିବ ପ୍ରାଣୀ କହିଆ। ଦିନେ ନା ଦିନେ ଏ ପୂର୍ବ ସମୁଦ୍ର କ'ଣ ହେଇଯିବ? ଲବଣ ମାଡ଼ି ଆସିବ। 19 ମସିହା ବାତ୍ୟାରେ ମାଡ଼ି ଆଇଲା, ଫନିରେ ମାଡ଼ି ଆଇଲା। ଇଏ ସବୁ କ'ଣ ଟେଲର, କିନ୍ତୁ ଅଧିକା ଅଛି। ମହାପୁରୁଷ ଅର୍ଜୁନ ଦାସଙ୍କ ଭାଷାରେ 56ରେ ଢେଉ ପୁଣି ମାଡ଼ି ନ ଆସିବ, ବଡ଼ ଦେଉଳରେ ପାଣି ପଶି ନଟିଯିବ। ଫେନିଛନ୍ତି 22 ପାବଚ ମିନ ଖେଳୁଥିବ ସିଂହାସନରେ ବରୁଣ, ମକ୍କା ମଦିନାରେ ଘୋରଣ ରଣ ହେବ, ମରିବେ ଜଗନ ବନ। ଏମିତି ସବୁ ଅନେକ କଥା କହିଛନ୍ତି। ଦିନେ ନା ଦିନେ
ଆଜି ନ ହଉ କାଲି ନ ହଉ ଦିନେ ନା ଦିନେ ନିଶ୍ଚିନ୍ତ ଜଳ ବିଭୀଷିକା କ'ଣ ହେଇଯିବ, ସଂସାରକୁ ବ୍ୟାପିଯିବ। କାରଣ 3 ଭାଗ ହେଉଛି କ'ଣ, ଜଳ, ଭାଗେ ହେଲା ସ୍ଥଳ। ଧର୍ମକୁ ଜଗି ଜଳ କ'ଣ ହେଉଛି, ସ୍ଥଳ ଭାଗ ଲଗ୍ନ କରୁନାହିଁ। ଯେତେବେଳେ ଧର୍ମ ହୁଡ଼ିଯିବ ସେଠି କ'ଣ ହେଇଯିବ, ସେ ସ୍ଥଳକୁ ମାଡ଼ି ଆସିବ। ପୂର୍ବ ସମୁଦ୍ରରୁ ଲବଣ ଉଠିବ, କମ୍ପିବ ପ୍ରାଣିକ ହିଆ। ଲୋକମାନେ କିଆ ବୋଲନ୍ତି ହୃଦୟ, ମାନେ ସବୁ ଭୟଭୀତ ହେଇଯିବେ। ଆଗେ କୃଷିକାରୀ ବିନାଶ ହୋଇବେ, ତଦନ୍ତେ ଧନିକ ଲୋକ। ଆଉ ହେ ରାମ ମନେ ରଖୁଛି, କହୁଛି ମନେ ରଖିଥାଅ। ପୂର୍ବ ସମୁଦ୍ରରୁ ଲବଣ ଉଠିବ ସତ, ପୁଣି ମହାପ୍ରଭୁ ଏମିତି କପଟ କରିବେ, ଆଗ କୃଷିକାରୀକି ବିନାଶ କରିବେ। ତଦନ୍ତେ ଧନିକ ଲୋକ, ତାପରେ ଧନୀ ଲୋକ କ'ଣ ହେଇଯିବେ, ମରିବେ। ରାଜସେବାୟତ ତାପରେ ବିନାଶ ପଡ଼ିବ ଅତି ମରକ। କହିଲେ କୃଷିକାରୀ, ଧନୀ ଲୋକ, ରାଜସେବାୟତ ଏହିପରି ଭାବରେ କ'ଣ ହେବେ, ବିନାଶ ହେବ ଏବଂ ସଂସାରରେ ମଡ଼କ ପଡ଼ିବ, ଖାଦ୍ୟ ଅଭାବ ଦେଖା ଦେବ। ବୁଝିପାରିଲ ନା, ବୁଝିପାରିଲ? ତେଣୁ ଏହି ଘଟଣା ମାନ ଆଗକୁ ଦେଖାଯିବ ବୋଲି ମହାପୁରୁଷ ଆମକୁ ଆଗରୁ ଚେତନା ଦେଇଛନ୍ତି। ସେ ପର୍ଯ୍ୟନ୍ତ ଅପେକ୍ଷା କରିବା। କାରଣ କହନ୍ତି, କୋଇଲିଲ ଠକି ନ ପଡ଼ିବୁ ତୁହି, ଠକପଣ ଭାବ ହୃଦୟ ବହିଥିଲେ ଭବଗୁରୁ ହୋଇବୁ ତ୍ରାହି। ତେଣୁ ସେ ଠକଙ୍କର ପଦରେ ଚରଣରେ ଶରଣ ପଶିବା ଆମମାନଙ୍କର କର୍ତ୍ତବ୍ୟ। କେଉଁ ଠକ ନା ସ୍ୱୟଂ କୃଷ୍ଣ। କାରଣ ଗୋଟେ ଶ୍ଲୋକ ମନେ ପଡ଼େ, ଅତସୀ କୁସୁମ ଶ୍ୟାମ ପଦ୍ମକଂ ପିତଭାସନଂ କଦମ ମାଳିନ କୃଷ୍ଣ ଧ୍ୟାୟତି ସର୍ବଦେବ। ସେଇ କୃଷ୍ଣଙ୍କ ପଦରେ ଚରଣରେ ଶରଣ ପଶିଲେ ଯେତେ ବିପଦ ଆସୁ ନିଶ୍ଚିନ୍ତ ମହାପ୍ରଭୁ ତମକୁ ଉଦ୍ଧାର କରିବେ, ଏକଥା ଅତ୍ୟୁକ୍ତି ହେବ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବାଦ ହରି।